ଆଜି ଇଭିନିଂରେ ବସି ବସିକି ଡିନରରେ କଣ ବନେଇବି ବୋଲି ଭାବୁଥିଲି। ଆପଣ ତ ଜାଣିଥିବେ ଗୃହିଣୀମାନଙ୍କର ବହୁତ ବଡ଼ ଦାୟିତ୍ୱ ସେଇଟା କି ଲଞ୍ଚରେ କଣ ବନିବ, ଡିନରରେ କଣ ବନିବ, ଦେନ୍ ବ୍ରେକଫାଷ୍ଟରେ କଣ ବନିବ। ତ ପୁରା ମାଇଣ୍ଡରେ ଏସବୁ ଚାଲୁଥାଏ। ସେତେବେଳେ ମୋ ପୁଅ ଆସିକି କହିଲା କି ମାମା ଆଉ ଇଭିନିଂରେ ମୋତେ ମ୍ୟାଗି ଖାଇବାକୁ ଇଚ୍ଛା ହେଉଛି। ଆଉ ଯେହେତୁ ମୁଁ ତାକୁ ମ୍ୟାଗି ଦେବାକୁ ଚାହୁଁନଥିଲି ତ ମୁଁ ଭାବିଲି କି ଅଟା ନୁଡଲ୍ସ ବନେଇଦେବି ବୋଲି। ଚିଙ୍ଗ୍ସ ଅଟା ନୁଡଲ୍ସଟା ମୁଁ ଫାଷ୍ଟ ଟାଇମ୍ ଟ୍ରାଏ କରୁଛି। ସ୍ଲଫ୍ ଫାର୍ମର ରାଗି ନୁଡଲ୍ସଟା ବି ଛୁଆଙ୍କ ପାଇଁ ଭଲ। ଆଉ ଏଠି ଦେଖନ୍ତୁ ମୁଁ ସବୁ ସବଜି ଗୁଡ଼ାକୁ ଚପ୍ କରିକି ନେଇଯାଇଛି, ଯେଉଁଥିରେ ଗାର୍ଲିକ୍, କ୍ୟାରେଟ୍, କ୍ୟାପ୍ସିକମ୍ ଆଉ ଓନିଅନ୍ ଥିଲା। ଆଉ ବନେଇବାଟା ବହୁତ ଇଜି, ଯେଉଁଟାକି ଆପଣ ଦେଖିଲେ ବି ଜାଣିପାରିବେ। ଆକ୍ଚୁଆଲି ମୋ ସହିତ ଏଇଆ ହୁଏ କି ଇଭିନିଂରେ ଯଦି କ୍ରେଭିଂ ହୁଏ କିଛି ଖାଇବା ପାଇଁ, ତାହେଲେ ଆଇଦର ବାହାରକୁ ଯିବାକୁ ଇଚ୍ଛା ହୁଏ, ନହେଲେ ବାହାରୁ କିଛି ଅର୍ଡ଼ର କରିକି ଖାଇବାକୁ ଇଚ୍ଛା ହୁଏ। ମୋଷ୍ଟଲି ସମସ୍ତଙ୍କୁ ସେମିତି ହିଁ ଲାଗୁଥିବ, ମୋତେ ଯେତିକି ଲାଗେ। କାହିଁକିନା ଇଭିନିଂ ଟାଇମରେ ସବୁବେଳେ ମନ ହୁଏ ଚଟପଟା କିଛି ଖାଇବାକୁ। ତ ସେଇଆ ଭାବିକି ମୁଁ ନୁଡଲ୍ସ ଯେହେତୁ ବନଉଥିଲି, ତ ମୁଁ କହିଲି କି ଏକାଥରେ ଡିନର ବି ହେଇଯିବ, ତ ସେଥିଲାଗି ତା ସହିତ ମଞ୍ଚୁରିଆନ୍ ବି ବନେଇ ଦେଇଥିଲି। ଆଜି ହୋମମେକର ଆମକୁ ସବୁବେଳେ କିଛି ନା କିଛି ଅଲ୍ଟିମେଟ୍ ହିଁ ଭାବିବାକୁ ପଡ଼େ, ଯେଉଁଟାକି ଛୁଆଙ୍କ ପାଇଁ ଭଲ ରହିବ ଖାଇବା ପାଇଁ ଆଉ ଦେହ ବି ଖରାପ ନହବ। ଯଦି ମୋ ଭିଡ଼ିଓଟି ଆପଣଙ୍କୁ ଭଲ ଲାଗୁଛି ଜଲ୍ଦି ଜଲ୍ଦି ଲାଇକ୍ ଆଣ୍ଡ ସେୟାର କରନ୍ତୁ ଏବଂ ମୋର ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଆଉ ଇନଷ୍ଟାରେ ମୁझे ଫଲୋ କରନ୍ତୁ। ଥ୍ୟାଙ୍କ ୟୁ।